ସମସ୍ତଙ୍କୁ ନମସ୍କାର। ସମସ୍ତେ ଭଲରେ ଥିବେ। ଜୁଲୋଜି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଫର୍ ଆନୁଆଲ୍ ଏକ୍ଜାମ୍ 2025-26। ଯେଉଁ ପିଲାମାନେ ମାନେ ଏଇ ବର୍ଷରେ +2 ବୋର୍ଡ଼ ଏକ୍ଜାମ୍ ଦେବେ, ସାଇନ୍ସ ଷ୍ଟୁଡେଣ୍ଟ ମାନେ, ତାଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଜୁଲୋଜିର ଲଙ୍ଗ୍ କ୍ୱେଶ୍ଚିନ୍। ଆଉ ପରୀକ୍ଷା ପାଇଁ କମ୍ ଦିନ ରହିଲା, ଯେତେ ପାରୁଛ ସେତେ ଏଇଟା ପଢ଼। ଯେଉଁଟା ଇମ୍ପୋର୍ଟାଣ୍ଟ ଅଛି ସେଇଟା ଫାଷ୍ଟ କରିବ। ଦେଖ, ଡିସ୍କ୍ରାଇବ୍ ଦ ପ୍ରୋସେସ୍ ଅଫ୍ ଓଜେନେସିସ୍, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କାହିଁକି 3 ବର୍ଷ ବା 2 ବର୍ଷ ହେଲା ଏଇଟା ଟୋଟାଲ୍ ଆସିନି। ଏଇଟାକୁ ଟିକେ ଫାଷ୍ଟ ଦେଖିଦେବେ। ତାପରେ ଫିମେଲ୍ର ଟିକେ ଦେଖିଦେବେ। ଏଇଟା ମୋଷ୍ଟ ଏ ଦୁଇଟା ଭିତରୁ ଗୋଟେ ଯେମିତି ହେଲେ ବି ଆସିଥିବ। ଚାପ୍ଟର 2ର ଲଙ୍ଗ୍ କ୍ୱେଶ୍ଚିନ୍ କିଛି ମେନସନ୍ ନାହିଁ, ତାକୁ ସ୍କିପ୍ କରିଥିବ। ଚାପ୍ଟର 3ର ଡିସ୍କ୍ରାଇବ୍ ମାନେ ଏ 1ର ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି। କାହିଁକିନା ବହୁତ ଦିନ ହେଲା ଏଇଟା ଟିକେ ମାନେ ହେଇଛି, ଏଇଟାର ଟିକେ ବହୁତ ଅଛି। ତାପରେ 2 ନମ୍ବର ଟିକେ ଓଭରଲୁକ୍ କରିଥିବ। ତାପରେ ଇଭାଲୁଏସନ୍ର ଚାପ୍ଟର 4ର ଡିସ୍କ୍ରାଇବ୍ ଦ ଟ୍ରେନ୍ ଥ୍ୟୋରି ଅଫ୍ ନେଚର ସିଲେକ୍ସନ୍, ଏଇଟା ବି ଟିକେ ଦେଖିଥିବ। ଚାପ୍ଟର 5ର ଛାଡ଼। ଚାପ୍ଟର 6ର ବାୟୋଟେକ୍ନୋଲୋଜି ଆଣ୍ଡ ପ୍ରିନ୍ସିପାଲ୍ ଆଣ୍ଡ ପ୍ରୋସେସ୍, ଏଇଟାର ଏଇଟା ଲାଷ୍ଟ ଇୟର୍ ଆସିଥିଲା, ହେଲେ ବି ଟିକେ ଦେଖିଥିବ। କାହିଁକିନା ବୋର୍ଡ଼ର ନୋ ୱାରେଣ୍ଟି ନୋ ଗ୍ୟାରେଣ୍ଟି, କେତେବେଳେ ଆଉ ସେମ୍ ଦେଇଦେବ। ଚାପ୍ଟର 7ର ବାୟୋଡାଇଭର୍ସିଟି ଆଣ୍ଡ ଇଟ୍ସ କନଜରଭେସନ୍, ଏଇ କ୍ୱେଶ୍ଚିନ୍ଟା ଟିକେ ଦେଖିଥିବ। କାହିଁକିନା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ରହୁଛି ଏ ବର୍ଷ ପାଇଁ। ଗିଭ୍ ଏନ୍ ଆକାଉଣ୍ଟ ଅଫ୍ ବାୟୋଡାଇଭର୍ସିଟି ଆଣ୍ଡ ଇଟ୍ସ କନଜରଭେସନ୍ ମେଜର୍ସ, ଏଇଟା ଟିକେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି। କାହିଁକି ଏଇଟା ଟିକେ ପଢ଼ୁଥିବ, ଏଠି ଟିକେ ଦେଖୁଥିବ। ଯେଉଁଟା ଇମ୍ପୋର୍ଟାଣ୍ଟ ଅଛି, ଯେଉଁଟା ଇମ୍ପୋର୍ଟାଣ୍ଟ ବୋଲିକି ସାଇଡ଼୍ ଲେଖା ହେଇଛି, ସେଇଟା ଫାଷ୍ଟ ଲେଖିଦେବ। ଟିକେ ସେଇଟା ଫାଷ୍ଟ ଲେଖିଦେବ, ତାକୁ ଫାଷ୍ଟ ପ୍ରିପେୟାର ହେଇଯିବ। ତାପରେ ବାକି ଟିକେ ଓଭରଲୁକ୍ କରୁଥିବ, କାହିଁକିନା କମ୍ ଦିନ ରହିଲା। ଆଉ ଚେଷ୍ଟା କର ଯେ ଆନ୍ସର୍ ନିଜେ କାଢ଼ିକି ଲେଖିବ, ମାନେ ନିଜେ କାଢ଼ିକି ଲେଖ। ନିଜେ କାଢ଼ିକି ଲେଖିଲେ ତୁମକୁ ଗୋଟେ ଥରରେ ବା 2 ଥର ରିଭାଇଜ୍ କରିଦେଲେ ମନେ ରହିଯିବ। କିଛି ବି ଡାଉଟ୍ ଅଛି କମେଣ୍ଟରେ ପଚାର। ଆଉ ଭିଡ଼ିଓ କେମିତି ଲାଗିଲା ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କର। ଆଉ ଯେମିତି ହେଲେ ବି କମେଣ୍ଟ କର କ'ଣ ଡାଉଟ୍ ଅଛି କ'ଣ ନାହିଁ। ଆଉ ସବୁ ମାନେ ଅଲ୍ ସବଜେକ୍ଟ ସାଇନ୍ସ ଷ୍ଟୁଡେଣ୍ଟଙ୍କ ଓ ସାଇନ୍ସ ଷ୍ଟୁଡେଣ୍ଟମାନଙ୍କର ସବୁ ସିଲେକ୍ସନ୍ କ୍ୱେଶ୍ଚିନ୍ ଖୁବ୍ ଶୀଘ୍ର ଦେବାକୁ ଚେଷ୍ଟା କରିବି। ଧନ୍ୟବାଦ।